ଆଜ୍ଞା ଆମର ଅମଳାକୁଟି ରୋଡରେ ଯୋଉଟା ବର୍ତ୍ତମାନ ଭେଣ୍ଡିଂ ଜୋନ୍ କାମ ଚାଲିଛି ଆମର 30 ବର୍ଷ ଆଗରୁ ସେଠି ଦୁଇଟା ଷ୍ଟଲ୍ ଥିଲା। ଭାଙ୍ଗିଲା ବେଳକୁ ଆମକୁ କହିଲେ ଆମେ ଭାଙ୍ଗିଲା ପରେ ଆପଣଙ୍କୁ ଷ୍ଟଲ୍ ଦେବୁ କହିକି ଆମର ଫଟୋ କାଢ଼ିକି ନେଲେ। ଆମକୁ ଆଜି ଆସନ୍ତୁ କାଲି ଆସନ୍ତୁ ଦେଖିବା କହିକି ପୌରାଧିକକୁ ଭେଟିଲୁ, ଇଏ ସାର୍କୁ ଭେଟିଲୁ, ତଥାପି ଆମେ କହୁଛନ୍ତି ତମର ଆଉ ହେଇପାରିବନି, ତମର ତ ଆଉ ଗୋଟେ ସେଠି ଅଛି, ଦୁଇଟା ଆମେ ଦେଇପାରିବୁ ନାହିଁ। କିନ୍ତୁ ଆମର ଅଭିଯୋଗ ହେଇକି ଯେ ଆମର ଯୋଉଠି ଅଛି ବର୍ତ୍ତମାନ ସେଟା ଆମର ମିଟିଂ ହଲ୍ଟା, ଯେହେତୁ କି ଆମେ 5,000 ଶ୍ରମିକ ଭାଇ ପ୍ରତି ବର୍ଷ ଆମେ ଶ୍ରମିକ ଦିବସ ପାଳନ କଲେ ସେଠି ଆମର ମିଟିଂ କରୁ, ସେଠି ମିଟିଂ ହୁଏ, ସେଠି ଖାଇବା ପିଇବା ସବୁ ବନ୍ଦୋବସ୍ତ ହୁଏ। ସେଇ ଗୃହଟା ଆମେ କରିଛୁ। ବର୍ତ୍ତମାନ ଏମାନେ କହୁଛନ୍ତି ତମକୁ ଦିଆଯିବ ନାହିଁ। ହେଲେ ଆମେ ଆଜ୍ଞା ସେଇ ଦୁଇଟା ଷ୍ଟଲ୍ ପାଇବା ପାଇଁ ବୋଲି ଆମେ କଲଟ ଯାଇକି ବସିଥିଲୁ। କଲଟ କହିଲେ ହଉ ଦେଖିବା ମୁଁ କଥା ହେବି ବୋଲି କହିଛନ୍ତି। ଖାଲି ସିଏ ଅନ୍ୟ ଲୋକଙ୍କ ନାଁରେ ସିଏ ବର୍ତ୍ତମାନ ଆଲଟମେଣ୍ଟ ହେଇଯାଇଛି। ସେ ଲିଷ୍ଟ ବି ଆମ ପାଖରେ ଅଛି। ଯିଏ ସେ ଷ୍ଟଲ୍ରେ ସେଇ ଜାଗାରେ ଥିଲେ ସେମାନଙ୍କୁ ହିଁ ଆଲର୍ଟ କରିଛି ବୋଲି କହିକି ଆମର ଦୁଇଟା ବଡ଼ ଜାଗା ଥିଲା ତାକୁ ଛୋଟ କରିକି ସେଠି ଆଡଜଷ୍ଟମେଣ୍ଟ କରି ସମସ୍ତଙ୍କୁ ଦେଲେ, କିନ୍ତୁ ଆମକୁ ଦେଇନାହାନ୍ତି। ଦେଲେ ଆଜ୍ଞା ଯାହାହେଲେ ବି ଘେରାଉ କରିବୁ, ଆମେ ଯାହା ଆନ୍ଦୋଳନ କରିବୁ। ଦେଖନ୍ତୁ ଯୋଉମାନେ ଥିଲେ ସେଠି ବହୁତ ବର୍ଷ ଧରି ବ୍ୟବସାୟ କରୁଥିଲେ ସେ ଜାଗାରେ ସେଇମାନଙ୍କୁ ହିଁ ଥଇଥାନ କରାଗଲା, ତାଙ୍କ ସହିତ ଏଗ୍ରିମେଣ୍ଟ କରାଗଲା ଏବଂ ଫେଜ୍ ୱାଇଜ୍ ମ୍ୟାନରରେ ଆମେ ମ୍ୟୁନିସିପାଲିଟି କିଛି ଇନଭେଷ୍ଟମେଣ୍ଟ କଲା ଏବଂ ତାଙ୍କଠୁ ମଧ୍ୟ ଇନଭେଷ୍ଟମେଣ୍ଟ ନିଆହେଇକି ସେଠି ଷ୍ଟଲ୍ ଗୁଡ଼ିକ ତିଆରି କଲା। ରହାଗଲା ଆପଣଙ୍କର ମଜଦୁର ସଂଘ କଥା, ସେମାନଙ୍କର ଅଲରେଡି ଗୋଟେ ବଡ଼ ଷ୍ଟଲ୍ଟିଏ ରହିଛି ଆମର ମ୍ୟୁନିସିପାଲିଟି ଏରିଆ ଭିତରେ, ସେଟା ମଧ୍ୟ ସରକାରଙ୍କଠୁ ସେମାନେ ଲିଜ୍ରେ ନେଇକି କରିଛନ୍ତି। ତେଣୁ ଗୋଟିଏ ଜାଗାରେ ଯେହେତୁ ଗୋଟିଏ ମ୍ୟୁନିସିପାଲିଟି ଭିତରେ ଆମେ ଗୋଟିଏ ଲୋକକୁ ଗୋଟିଏ ଥର ହିଁ ଜାଗା ଦଉଛୁ, ତେଣୁ ସେଥିପାଇଁ ତାଙ୍କୁ କନସିଡର କରାଗଲା ନାହିଁ ଏବଂ ସେ ଜାଗାରେ ଆମର ଟଏଲେଟ୍ ହେବ ଏବଂ ସେପଟ ସାଇଡ୍ରେ ଯେଉଁ ଜାଗା ଏକ୍ସଟ୍ରା ରହିଛି ସେଠି ପାର୍କିଂ ବ୍ୟବସ୍ଥା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ସେହି ସମୟରେ ଦେଖନ୍ତୁ ଫ୍ୟାକ୍ଟ ଆମକୁ ହାଇଡ୍ କରିଥିଲେ। ସେମାନଙ୍କୁ ମ୍ୟୁନିସିପାଲିଟି ଜାଗାରେ ଆଗରୁ ମଧ୍ୟ ଗୋଟେ ଲିଜ୍ରେ ଜାଗା ନେଇଛନ୍ତି ଏବଂ ଗୋଟେ ବଡ଼ କମ୍ୟୁନିଟି ହଲ୍ ରହିଛି ବୋଲି ସେମାନେ ଆମକୁ ଜଣାଇ ନଥିଲେ। ତେଣୁ ସମୟକ୍ରମେ ସେଟା ଯେତେବେଳେ ଆମେ ଇନକ୍ୱାରି କରାଗଲା ସେଟା ଆମ ନଜରକୁ ଆସିଗଲା। ତେଣୁ ସେଇ ଏଗ୍ରିମେଣ୍ଟକୁ ଆମେ ରଦ୍ଦ କଲୁ ଏବଂ ସେ ଜାଗାରେ ଆଇଦର ଟଏଲେଟ୍ ଅର୍ ପାର୍କିଂ ବ୍ୟବସ୍ଥା କରାଯିବ।